ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜିଠାରୁ ଆରମ୍ଭ ହେଉଛି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ। ମହାକୁମ୍ଭ 2025କୁ ସମର୍ପିତ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଲୋକାର୍ପିତ ଏବଂ ଏକ ଦିବସୀୟ ମହିଳା କ୍ରିକେଟ ମ୍ୟାଚ୍ରେ ଗୁଜରାଟରେ ଚାଲିଛି ଭାରତ ଓ ଆୟାରଲ୍ୟାଣ୍ଡ ମଧ୍ୟରେ ମୁକାବିଲା। ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମାରୋହ ସ୍ଥଳରେ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓଡ଼ିଶା ପାଭିଲିୟନ ସମେତ ବିଭିନ୍ନ ମଣ୍ଡପରେ ଲୋକକଳା, ହସ୍ତକଳା ଓ ପାରମ୍ପରିକ କାରୁକାର୍ଯ୍ୟ ବୁଲି ଦେଖୁଛନ୍ତି। ସାରା ବିଶ୍ୱରେ ଓଡ଼ିଶାର ସଂସ୍କୃତି ଓ ସାଂସ୍କୃତିକ ବିଭବକୁ ପ୍ରଦର୍ଶନ କରିବା ଲାଗି ଏହି ମଣ୍ଡପଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଆଜି ଶ୍ରୀମତୀ ମୁର୍ମୁ ଅପରାହ୍ନ 3ଟାରେ ପ୍ରାୟ 75ଟି ଦେଶରୁ ଏହି ସମ୍ମିଳନୀରେ ସାମିଲ ହୋଇଥିବା ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ। ରାଷ୍ଟ୍ରପତି ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଏହି ସମ୍ମାନ ଦେବେ। ପ୍ରବାସୀ ଭାରତୀୟ ବଂଶୋଦ୍ଭବ ସେମାନଙ୍କ ଦ୍ୱାରା ପରିଚାଳିତ ସଂଗଠନ ଯେଉଁମାନେ ବିଦେଶରେ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ତଥା ଭାରତ ଏବଂ ବିଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଦିଗରେ ଅବଦାନ ଦେଇଛନ୍ତି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବୁଧବାରଠାରୁ ଆରମ୍ଭ ହୋଇଥିବା 3 ଦିନିଆ ସମ୍ମିଳନୀର ଆଜି ହେଉଛି ଶେଷ ଦିନ। ଦୁବାଇରେ ରହୁଥିବା ପ୍ରସିଦ୍ଧ ଭାରତୀୟ ଚିକିତ୍ସକ ଡକ୍ଟର ସୟଦ ଅନୱର ଖୁର୍ସିଦଙ୍କୁ ଆଜି ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ। ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଏହା ହେଉଛି ସର୍ବୋଚ୍ଚ ସମ୍ମାନ। ଭାରତ ଏବଂ ସାଉଦି ଆରବ ମଧ୍ୟରେ ଡକ୍ଟର ଖୁର୍ସିଦ ସ୍ୱାସ୍ଥ୍ୟସେବାଠାରୁ ଆରମ୍ଭ କରି ଉଭୟ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବା ଦିଗରେ ପ୍ରମୁଖ ଅବଦାନ ଦେଇଛନ୍ତି। 45 ବର୍ଷ ଧରି ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡକ୍ଟର ଖୁର୍ସିଦ ସାଉଦି ଆରବର କିଙ୍ଗ ଫୈଜଲ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି। କୋଭିଡ୍ ମହାମାରୀ ସମୟରେ ଦୁବାଇରେ ରହୁଥିବା ଭାରତୀୟମାନଙ୍କୁ 24 ଘଣ୍ଟିଆ ଚିକିତ୍ସା ସେବା ଯୋଗାଇବା ସହ ସେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ହଜ୍ ଯାତ୍ରା ସମୟରେ ଭାରତୀୟ ଯାତ୍ରୀମାନଙ୍କୁ ମିନା ଏବଂ ଆରାଫତରେ ଦୀର୍ଘ 30 ବର୍ଷ ହେବ ଡକ୍ଟର ଖୁର୍ସିଦ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଆସୁଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ସୂଚନା ଅନୁଯାୟୀ ପ୍ରାର୍ଥୀମାନେ ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିପାରିବେ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଚଳିତ ମାସ 20 ତାରିଖ ରହିଛି। ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ମାସ 5 ତାରିଖରେ ମତଦାନ ହେବ। ଫେବୃଆରୀ 8 ତାରିଖରେ ଭୋଟ ଗଣତି କରାଯାଇ ସେହିଦିନ ଫଳାଫଳ ପ୍ରକାଶ ପାଇବ। ଦିଲ୍ଲୀରେ 1,55 ଲକ୍ଷରୁ ଅଧିକ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରେ 83 ଲକ୍ଷରୁ ଅଧିକ ପୁରୁଷ ଏବଂ 71 ଲକ୍ଷରୁ ଅଧିକ ମହିଳା ଭୋଟର ଅଛନ୍ତି। ଇତିମଧ୍ୟରେ ଶାସକ ଆମ୍ ଆଦମୀ ପାର୍ଟି ସମସ୍ତ ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେପି 29 ଏବଂ କଂଗ୍ରେସ 48 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। 2020 ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି 62ଟି ଆସନ ପାଇଥିବା ବେଳେ ବିଜେପିକୁ 8ଟି ଆସନ ମିଳିଥିଲା। ପ୍ରସିଦ୍ଧ କଣ୍ଠଶିଳ୍ପୀ ପି ଜୟଚନ୍ଦ୍ରନଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଅମର ଆତ୍ମାର ସଦ୍ଗତି କାମନା କରି କହିଛନ୍ତି, ଜୟଚନ୍ଦ୍ରନଙ୍କ ଗାୟନ ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା। ସେ ଆଗାମୀ ପିଢ଼ି ପାଇଁ ପଥ ପ୍ରଦର୍ଶକ ହୋଇ ରହିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଆଜିଠାରୁ ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଆରମ୍ଭ ହେବ। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ ବିକଶିତ ଭାରତ ପାଇଁ ଅଭିନବ ସମାଧାନ ଉପସ୍ଥାପନ କରିବା ଲାଗି ସୁଯୋଗ ପ୍ରଦାନ କରିବ। ଯୁବ ନେତୃତ୍ୱଙ୍କୁ ଦେଶର ଭବିଷ୍ୟତ ଗଠନରେ ଜାତୀୟ ଏବଂ ଆନ୍ତର୍ଜାତିକ ନେତୃତ୍ୱଙ୍କ ସହ ସିଧାସଳଖ ଯୋଗାଯୋଗ କରିବାରେ ଏହି ମଞ୍ଚ ସହାୟକ ହେବ।
ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ପାଇଁ ସାରା ଦେଶରୁ 3000 ଯୁବକ ଯୁବତୀଙ୍କୁ ଚୟନ କରାଯାଇଛି। 10ଟି ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ଉପସ୍ଥାପନା କରିବେ। ବିଶେଷତଃ ବିକଶିତ ଭାରତ, କୃଷି ଉତ୍ପାଦକତା ବୃଦ୍ଧି, ଷ୍ଟାର୍ଟଅପ୍ ଓ ଭବିଷ୍ୟତ ଭିତ୍ତିଭୂମି ନିର୍ମାଣ ଆଦି ବିଷୟରେ ପ୍ରତିଯୋଗୀମାନେ ସେମାନଙ୍କ ଚିନ୍ତାଧାରା ପ୍ରକାଶ କରିବେ ବୋଲି ଜଣାପଡ଼ିଛି। ମହାକୁମ୍ଭ 2025 ମହାକୁମ୍ଭ 2025କୁ ସମର୍ପିତ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଆଜି ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଚ୍ୟାନେଲକୁ ଲୋକାର୍ପଣ କରି କହିଛନ୍ତି, କୁମ୍ଭବାଣୀ କେବଳ ଯେ ଅଧିକ ଲୋକପ୍ରିୟ ହୋଇଛି ତାହା ନୁହେଁ, ଏହା ଦୂରଦୂରାନ୍ତ ଅଞ୍ଚଳରେ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ। ମହାକୁମ୍ଭ ସମ୍ପର୍କରେ ସମସ୍ତ ତଥ୍ୟ ଏହା ମାଧ୍ୟମରେ ପ୍ରସାରିତ ହେବ ବୋଲି ସେ କହିଛନ୍ତି। ମହାକୁମ୍ଭର ଲୋକପ୍ରିୟତା ଓ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କ ଆଗମନ ଦୃଷ୍ଟିରୁ କୁମ୍ଭବାଣୀ ଚ୍ୟାନେଲ ଉପାଦେୟ ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶର ସଂସ୍କୃତି ଓ ଲୋକ ପରମ୍ପରାକୁ ସହଜରେ ପହଞ୍ଚାଇବାର ଏକମାତ୍ର ମାଧ୍ୟମ ହେଉଛି ଆକାଶବାଣୀ। ଏହି ଅବସରରେ ସେ କିଭଳି ପିଲାବେଳେ ଆକାଶବାଣୀରୁ ରାମଚରିତ ମାନସ ଶୁଣୁଥିଲେ ସେ ସମ୍ପର୍କରେ କହିଥିଲେ। କୁମ୍ଭବାଣୀ ଜରିଆରେ ପ୍ରସାର ଭାରତୀ ମହାକୁମ୍ଭର ପ୍ରତ୍ୟେକଟି ଘଟଣାକୁ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ସେ କହିଛନ୍ତି। ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ କୁମ୍ଭ ମଙ୍ଗଳ ଧୁନ୍ ଉନ୍ମୋଚନ କରିଛନ୍ତି। ଆଭାସୀ ଜରିଆରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ଯୋଗଦେଇ ରେଡିଓ ଚ୍ୟାନେଲ ଉଦ୍ଘାଟନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ପ୍ରସାର ଭାରତୀ ଅଧ୍ୟକ୍ଷ ନବନୀତ କୁମାର ସେହଗଲ କହିଛନ୍ତି, ମହାକୁମ୍ଭର ପ୍ରତ୍ୟେକଟି ଘଟଣାର ସିଧା ପ୍ରସାରଣ ଆକାଶବାଣୀ ଓ ଦୂରଦର୍ଶନ ଜରିଆରେ କରାଯିବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏଥିଲାଗି 40ଟି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ବ୍ୟବହାର କରାଯିବ। ସେ କହିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମକୁ ଅତି ନିକଟରୁ ସିଧାସଳଖ ଦର୍ଶକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ହେଲି କ୍ୟାମେରା ବ୍ୟବହାର କରାଯିବ। ପ୍ରସାର ଭାରତୀ ମୁଖ୍ୟ ପରିଚାଳନା ଅଧିକାରୀ ଗୌରବ ଦ୍ୱିବେଦୀ, ଆକାଶବାଣୀର ମହାନିର୍ଦ୍ଦେଶକ ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର, ଦୂରଦର୍ଶନ ମହାନିର୍ଦ୍ଦେଶକ କାଞ୍ଚନ ପ୍ରସାଦ, ଦୂରଦର୍ଶନ ସମ୍ବାଦର ମହାନିର୍ଦ୍ଦେଶକ ପ୍ରିୟ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସୂଚନା ଅନୁଯାୟୀ ଆଜିଠାରୁ କୁମ୍ଭବାଣୀ ଚ୍ୟାନେଲ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ସକାଳ 5:55ରୁ ରାତି 10:05 ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପ୍ରସାରଣ କରିବ। ସେଥିରେ ସ୍ୱତନ୍ତ୍ର କୁମ୍ଭ ସମ୍ବାଦ ସିଧା ପ୍ରସାରଣ ଏବଂ ପ୍ରତ୍ୟେକଟି ଘଟଣାର ସିଧାସଳଖ ଉପସ୍ଥାପନ କରାଯିବ। ଏଥିସହିତ ସ୍ୱାସ୍ଥ୍ୟ, ଗମନାଗମନ ଓ ସ୍ୱଚ୍ଛତା ବିଷୟରେ ମଧ୍ୟ କାର୍ଯ୍ୟକ୍ରମ ପ୍ରସାରଣ ହେବ। ଏହି କାର୍ଯ୍ୟକ୍ରମଗୁଡ଼ିକ 103.5 ମେଗାହର୍ଜ ଫ୍ରିକ୍ୱେନ୍ସି ଯୋଗେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ୱେବ୍ସ OTT ପ୍ଲାଟଫର୍ମରେ ଶୁଣାଯାଇପାରିବ। ଏକକ ନାଗରିକ ସଂହିତା ସମ୍ପର୍କରେ ସରକାରୀ ଅଧିକାରୀମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି। ଚାମୋଲି ଜିଲ୍ଲାରେ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନଙ୍କୁ UCC ପୋର୍ଟାଲରେ କିଭଳି ପଞ୍ଜୀକରଣ କରାଯିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରାଯାଉଛି। ଏହାଦ୍ୱାରା UCC ନିମନ୍ତେ ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ସହଜରେ ହୋଇପାରିବ ଏବଂ ଏଥିରେ ଦେଖାଦେଉଥିବା ବୈଷୟିକ ସମସ୍ୟାଗୁଡ଼ିକୁ ସହଜରେ ସମାଧାନ କରାଯାଇପାରିବ। ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ବିଭିନ୍ନ ବ୍ଲକରେ ଆସନ୍ତା 13 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଓ ତାଙ୍କ ପୁଅ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ଙ୍କ ବିରୋଧରେ CBI ନୂଆ ଏତଲା ଦାୟର କରିଛି। ଅର୍ଥ ଠକେଇ ମାମଲାରେ ଏହି ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। କାର୍ତ୍ତି ଚିଦାମ୍ବରମ୍ ଏବଂ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ନିୟନ୍ତ୍ରଣାଧୀନ କମ୍ପାନୀ ଆଡଭେଣ୍ଟେଜ୍ ଷ୍ଟ୍ରାଟେଜିଜ୍ କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ସନ୍ଦେହଜନକ ଭାବେ ଡିଆଗୋ ସ୍କଟଲ୍ୟାଣ୍ଡ ଏବଂ ସିକ୍ୱୋୟା କ୍ୟାପିଟାଲକୁ ଅର୍ଥ ପ୍ରଦାନରେ ଅନିୟମିତତା ହୋଇଥିବା ଜଣାପଡ଼ିଛି। ମହିଳା କ୍ରିକେଟରେ ଭାରତ ଓ ଆୟାରଲ୍ୟାଣ୍ଡ ମଧ୍ୟରେ 3ଟିକିଆ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଛି। ଆୟାରଲ୍ୟାଣ୍ଡ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟାରଲ୍ୟାଣ୍ଡ 40 ଓଭର ଗୋଟିଏ ବଲ୍ରେ 5 ୱିକେଟ୍ ହରାଇ 185 ରନ୍ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆଜି ଉଦ୍ଯାପନୀ ଦିବସରେ ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଆରମ୍ଭ ହେଉଛି ବିକଶିତ ଭାରତ ଯୁବ ନେତୃତ୍ୱ ବାର୍ତ୍ତାଳାପ ଏବଂ ମହାକୁମ୍ଭ 2025କୁ ସମର୍ପିତ ଆକାଶବାଣୀର କୁମ୍ଭବାଣୀ ଚ୍ୟାନେଲ ଲୋକାର୍ପିତ। ସମ୍ବାଦ ଶେଷ ହେଲା।